ଧନୁପଲ୍ଲୀ ଥାନା ଅଧୀନସ୍ଥ ଚାରଭଟି ଗାଁର ସେ ଦିଲ୍ଲୀପ କୁମାର ସାହୁ ପାଖାପାଖି ବୟସ 46 ବର୍ଷ ହବ। ସେ ଆମର ହୋମଗାର୍ଡ ଚାକିରି କରିଦେବା ପାଇଁ କହିକିରି ସୂର୍ଯ୍ୟମୁରା ଥାନା ଏରିଆର 6 ଜଣ କ୍ୟାଣ୍ଡିଡେଟଙ୍କ ଠାରୁ 8,37,000 ଟଙ୍କା ଠକି ନେଇଥିଲେ ଏବଂ ଯେତେବେଳେ ଆମର ହୋମଗାର୍ଡ ରେଜଲ୍ଟ ତାଙ୍କର ରିଟର୍ନ ରେଜଲ୍ଟ ବାହାରିଲା ସେଇ କ୍ୟାଣ୍ଡିଡେଟ ମାନଙ୍କର ନାଁ ନଥିଲା, ଯାହାଫଳରେ ସେମାନେ ତାକୁ ଟଙ୍କା ମାଗିଲେ, ସେ ଟଙ୍କା ଦେବା ପାଇଁ ମନା କଲେ। ଏଫଆଇଆର ଦେଲା ଥାନାରେ ଏଫଆଇଆର ଦେଲା ପରେ ଧନୁପଲ୍ଲୀ ଥାନା କେସ୍ ନମ୍ବର 74/26 ରେଜିଷ୍ଟ୍ରେସନ ହେଇଛି। ଦିଲ୍ଲୀପ କୁମାର ସାହୁକୁ ଏଥିରେ ଗିରଫ କରାଯାଇଛି ଏବଂ ତାକୁ ଆମେ କୋର୍ଟ ଚାଲାଣ କରାଯାଉଛି ଦିଲ୍ଲୀପ ସାହୁକୁ। ହଁ, ଏମାନେ ସେ ପିଲାଙ୍କର ଯେହେତୁ ପଡିଆ ଭଲ କରିଥିଲେ, ସେ କହିଥିଲେ ଯେ ମୋର ପୋଲିସ ଡିପାର୍ଟମେଣ୍ଟରେ ଚିହ୍ନା ଅଛନ୍ତି ଏବଂ ଯୋଉ ହୋମଗାର୍ଡ ଇଣ୍ଟରଭ୍ୟୁ ହବ ସେଥିରେ ମୁଁ କହିକି ସେମାନଙ୍କୁ ଭର୍ତ୍ତି କରିବି, କେତେ ଟଙ୍କା ଲାଗିବ। ଲୋକମାନଙ୍କୁ ପିଲାମାନଙ୍କୁ ସେ ଭଡକେଇକିରି ତାଙ୍କୁ ଇଣ୍ଡ୍ୟୁସ କରିକିରି ତାଙ୍କଠୁ ପଇସା